ବନ କର୍ମଚାରୀଙ୍କୁ ଆକ୍ରମଣ 6 ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକ। ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା। ବଲାଙ୍ଗୀର ବଙ୍ଗମୁଣ୍ଡା ରେଞ୍ଜ ତଥା ତୁରେକେଲା ଥାନା ଯୁବାମାଲ ଗାଁରେ ଘଟିଛି ଘଟଣା। ଗତ କିଛିଦିନ ତଳେ ଯୁବାମାଲ ଗାଁର ମୁଣ୍ଡାପଡ଼ାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା ବେଳେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଉଥିଲା। କାର୍ଯ୍ୟକୁ ଦେଖିବା ପାଇଁ ବନ କର୍ମଚାରୀ ସେଠାକୁ ଯାଇଥିଲେ। ସେଠାରେ ଫରେଷ୍ଟରଙ୍କୁ ଠେଙ୍ଗାରେ ଗାଁ ଲୋକ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପରେ ଫରେଷ୍ଟର ଅନ୍ୟ ସାଥୀ ଗାର୍ଡମାନଙ୍କୁ ଡକାଇଥିଲେ। ସାଥୀ ଗାର୍ଡମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ଏହି ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଘଟଣା ସାମ୍ନାକୁ ଆସିଛି। ଏଥିରେ ଜଣେ ଫରେଷ୍ଟର, 3 ଜଣ ଫରେଷ୍ଟ ଗାର୍ଡ, 2 ଜଣ ପାରା ସ୍କ୍ୱାଡକୁ ଆକ୍ରମଣ କରିଥିବା ନେଇ ଜଣାପଡ଼ିଛି। ଏନେଇ ତୁରେକେଲା ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସେପଟେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। आम चैनल को लाइक, शेयर एवं सब्सक्राइब करंतु।